ଯେଉଁଠାରେ ଆଶା ଅଛି ସେଠାରେ ନୂଆ ରାସ୍ତା ନିଶ୍ଚୟ ମିଳିଥାଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଅଗଷ୍ଟ ମାସ କିପରି କଟିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଦ୍ୱିତୀୟ ଭାବରେ ମଙ୍ଗଳ ଅଗଷ୍ଟ 2 ତାରିଖ ଠାରୁ ଅବସ୍ଥାନ କରୁଛନ୍ତି। ତୃତୀୟରେ ଅଛନ୍ତି ବୁଧ, ରବି ଏବଂ ବୃହସ୍ପତି। ଚତୁର୍ଥରେ ଅଛନ୍ତି କେତୁ। ପଞ୍ଚମରେ ଅଛନ୍ତି ଶୁକ୍ର କନ୍ୟା ରାଶିରେ ନିଚସ୍ଥ। ଦଶମରେ ଅଛନ୍ତି ରାହୁ। ଏକାଦଶରେ ଅଛନ୍ତି ଶନି। ଅଗଷ୍ଟ 17 ତାରିଖ ଠାରୁ ରବି ଅବସ୍ଥାନ କରିବେ ଚତୁର୍ଥରେ। ଅଗଷ୍ଟ 22 ତାରିଖ ଠାରୁ ବୁଧ ଅବସ୍ଥାନ କରିବେ ସିଂହ ରାଶିରେ ଚତୁର୍ଥରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ବୃଷ ରାଶି ଏବଂ ବୃଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ତେବେ ଆସନ୍ତୁ ସର୍ବପ୍ରଥମେ ଜାଣିବା ସ୍ୱାସ୍ଥ୍ୟ ବିଷୟରେ। ଲଗ୍ନାଧିପତି ଶୁକ୍ର ଅଛନ୍ତି ପଞ୍ଚମ ଭାବରେ। ଶରୀର ସାଧାରଣତଃ ସୁସ୍ଥ ରହିବ। ରୋଗ ପ୍ରତିରୋଧକ କ୍ଷମତା ସାଧାରଣତଃ ଠିକ୍ ରହିପାରେ। କିନ୍ତୁ ଶନିଙ୍କର ଦୃଷ୍ଟି ଲଗ୍ନ ଏବଂ ଲଗ୍ନପତିଙ୍କ ଉପରେ ଥିବାରୁ ଥକାପଣ, ଆଳସ୍ୟ, ଶରୀରରେ ପୁରୁଣା ରୋଗର ପୁନରାବୃତ୍ତି ହୋଇପାରେ କିମ୍ବା ଲଙ୍ଗ୍ ଟର୍ମ ଡିଜିଜ୍ କିଛି ଦେଖାଦେଇପାରେ। ଡାଇବେଟିସ୍ ଯେଉଁମାନଙ୍କର ଅଛି ସେମାନେ ଚେକଅପ୍ରେ ରହିବା ଦରକାର। ଯେଉଁମାନଙ୍କର ହାଡ଼, ଗଣ୍ଠି, ଅଣ୍ଟା, ଦାନ୍ତ, ସ୍କିନ୍ କିମ୍ବା ବାତଜନିତ ସମସ୍ୟା ଅଛି ସତର୍କ ରହିବା ଭଲ। ମାନସିକ ଚାପ ଏବଂ ଅଧିକ ଚିନ୍ତା କରିବାରୁ ନିଦ୍ରା ସମସ୍ୟା ହୋଇପାରେ। ଓଭରଅଲ୍ ଯଦି କହିବି, ଅଗଷ୍ଟ 2026ରେ କୌଣସି ବଡ଼ ସ୍ୱାସ୍ଥ୍ୟ ସଙ୍କଟର ଯୋଗ ଦେଖାଯାଉ ନାହିଁ। କିନ୍ତୁ ଶନିଙ୍କର ପ୍ରଭାବରୁ ଶରୀରକୁ ଅବହେଳା କଲେ ଥକାପଣ, ଧୀରେ ଧୀରେ ବଢ଼ୁଥିବା ରୋଗର ସମସ୍ୟା ଦେଖାଦେଇପାରେ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ବୁଧ ତୃତୀୟରେ ରବି ଏବଂ ବୃହସ୍ପତି ସହିତ ଯୁକ୍ତ ହୋଇକି ଅଛନ୍ତି। ତୃତୀୟ ଭାବ ହେଉଛି ପରିଶ୍ରମ, ଯୋଗାଯୋଗ, ରାଇଟିଂ, ଡେଲି ହ୍ୟାବିଟ୍, ସ୍କିଲ୍ର ଭାବ। ତେଣୁ ବୁଧ ତୃତୀୟ ଭାବରେ ଥିବାରୁ ଶିକ୍ଷାରେ ସଫଳତା ନିଜର ପରିଶ୍ରମ ଉପରେ ନିର୍ଭର କରିବ। ନିୟମିତ ରିଭିଜନ୍ କଲେ ଭଲ ମାର୍କ ମିଳିପାରେ। ରିଟିନ୍, ଲାଙ୍ଗୁଏଜ୍, କମ୍ୟୁନିକେସନ୍, ଆଇଟି, କମର୍ସ, ଆକାଉଣ୍ଟସ୍, ମିଡ଼ିଆ କ୍ଷେତ୍ରରେ ଅଧିକ ସଫଳତା ମିଳିବାର ଯୋଗ ରହିଛି। ପ୍ରେଜେଣ୍ଟେସନ୍ ସ୍କିଲ୍, ସେମିନାର ଏବଂ ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ ଷ୍ଟୁଡେଣ୍ଟସ୍ମାନେ କରିପାରିବେ। ବୁଧ ସହିତ ରବି ବି ଅଛନ୍ତି। ଆନାଲିଟିକାଲ୍ ସ୍କିଲ୍ ବଢ଼ିବ। କମ୍ପିଟେଟିଭ୍ ଏକ୍ଜାମ୍ରେ ଭଲ ରେଜଲ୍ଟ ମିଳିବ। ବିଦ୍ୟାର୍ଥୀମାନେ କନଫିଡେନ୍ସ ରହିବେ। ନେତୃତ୍ୱ ଗୁଣ ଡେଭଲପ୍ ହେବ। ବୃହସ୍ପତି ମଧ୍ୟ ସେଠାରେ ଅଛନ୍ତି। ଏହା ଅତ୍ୟନ୍ତ ଶୁଭ ଯୋଗ। ଡିପ୍ ନଲେଜ୍ ପ୍ରତି ଇଣ୍ଟରେଷ୍ଟ ବଢ଼ିବ। କଠିନ ବିଷୟ ବୁଝିଲା ଭଳି କ୍ଷମତା ବୃଦ୍ଧି ପାଇବ। ଶିକ୍ଷକ ଏବଂ ଗୁରୁଙ୍କର ସହଯୋଗ ମିଳିପାରେ। ଭଲ ନମ୍ବର ଷ୍ଟୁଡେଣ୍ଟସ୍ମାନେ ପାଇପାରନ୍ତି। ପଞ୍ଚମ ଭାବ ଶିକ୍ଷାର ଭାବ। ତେଣୁ ଏଠି ଲଗ୍ନାଧିପତି ଶୁକ୍ର ଅବସ୍ଥାନ କରୁଛନ୍ତି। ଯେଉଁମାନେ ଆର୍ଟ୍ସ, ଡିଜାଇନିଂ, ଆର୍କିଟେକ୍ଚର, ଫ୍ୟାସନ୍, ମ୍ୟୁଜିକ୍, ଲିଟରେଚର, ମ୍ୟାନେଜମେଣ୍ଟ ଆଦିରେ କୋର୍ସ କରୁଛନ୍ତି ସେମାନେ ଭଲ ଫଳ ପାଇବେ। ମନୋବଳ ବିଦ୍ୟାର୍ଥୀମାନଙ୍କର ବଢ଼ିବ ଏବଂ ଶିକ୍ଷକଙ୍କର ପ୍ରଶଂସା ମଧ୍ୟ ମିଳିପାରେ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ। ଫରେନ୍ ଷ୍ଟଡି ରିସର୍ଚ୍ଚର ଭାବକୁ ବୁଝାଏ। ନବମାଧିପତି ଶନି ଏକାଦଶ ଭାବରେ ଅଛନ୍ତି। ଏହା ଉଚ୍ଚଶିକ୍ଷା ପାଇଁ ବହୁତ ଭଲ ସ୍ଥିତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ହେବ। କଠିନ ପରିଶ୍ରମର ଫଳ ମିଳିବ। ସ୍କଲାରସିପ୍, ନେଟୱାର୍କିଂ କିମ୍ବା ସିନିୟରମାନଙ୍କର ସହଯୋଗ ମିଳିପାରେ। ବୃହସ୍ପତିଙ୍କର ଦୃଷ୍ଟି ନବମ ଭାବ ଏବଂ ନବମପତି ଶନିଙ୍କ ଉପରେ ଅଛି। ଫଳରେ ହାୟର ଷ୍ଟଡିରେ ବାଧା କମିବ। ଭାଗ୍ୟର ସହଯୋଗ ମିଳିବ। ଭଲ ଗାଇଡ୍ କିମ୍ବା ମେଣ୍ଟର ମିଳିପାରନ୍ତି। ଯେଉଁମାନେ ମାଷ୍ଟର ଡିଗ୍ରୀ, ରିସର୍ଚ୍ଚ, PhD, ପ୍ରଫେସନାଲ କୋର୍ସ ପାଇଁ ଆଶାୟୀ ଅଛନ୍ତି ସେମାନଙ୍କ ପାଇଁ ଅନୁକୂଳ ସମୟ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ। ମୋଟାମୋଟି ଭାବରେ ଏହି ଅଗଷ୍ଟ ମାସର ସ୍ଥିତି ଯଦି ଦେଖିବା, ତେବେ ପଜିଟିଭ୍ ସାଇଡ଼୍ ହେଉଛି ପାଠପଢ଼ାରେ ମନ ଲାଗିବ। କଠିନ ବିଷୟ ବୁଝିପାରିବେ। ପରୀକ୍ଷାରେ ଭଲ ପ୍ରଦର୍ଶନର ସମ୍ଭାବନା ରହିଛି। ହାୟର ଷ୍ଟଡି କରିବା ପାଇଁ ଯେଉଁମାନେ ଚାହୁଁଛନ୍ତି ଆବେଦନ ପାଇଁ ବହୁତ ଭଲ ସମୟ। ଇଣ୍ଟରଭ୍ୟୁ, ଆଡ଼ମିସନ୍ ପାଇଁ ବହୁତ ଭଲ ସମୟ ରହିଛି। ଶିକ୍ଷକ ଏବଂ ବଡ଼ମାନଙ୍କର ସହଯୋଗ ମିଳିବ। ନବମପତି ଶନି ଏକାଦଶ ଭାବରେ ରହି ବୃହସ୍ପତିଙ୍କର ଦୃଷ୍ଟି ପାଉଥିବାରୁ ପ୍ରଫେସନାଲ କୋର୍ସରେ ସଫଳତାର ସୁଯୋଗ ରହିଛି। ନିୟମିତ ପରିଶ୍ରମ, ଶୃଙ୍ଖଳା ରଖିଲେ ଏହି ମାସରେ ଶିକ୍ଷା କ୍ଷେତ୍ରରେ
ନିଶ୍ଚିତ ଭାବରେ ସଫଳତା ମିଳିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ବୁଧ ରବି ଏବଂ ବୃହସ୍ପତି ସହିତ ଯୁକ୍ତ ହୋଇ ତୃତୀୟ ଭାବରେ ଅଛନ୍ତି ଏବଂ ଦ୍ୱିତୀୟ ଭାବରେ ଅଛନ୍ତି ସପ୍ତମ ଏବଂ ଦ୍ୱାଦଶ ଭାବର ଅଧିପତି ମଙ୍ଗଳ। ଏହି ମାସରେ ଟଙ୍କା ଆସିବାର ଯୋଗ ରହିଛି, କିନ୍ତୁ ସେହି ଟଙ୍କାକୁ ସଠିକ୍ ଭାବରେ ସଞ୍ଚୟ କରିବା ହିଁ ଆପଣଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଅର୍ଥାତ୍ ଆୟର ସୁଯୋଗ ରହିବ, କିନ୍ତୁ ଖର୍ଚ୍ଚ ମଧ୍ୟ ତା ସହିତ ବଢ଼ିପାରେ। ବୁଧ ଅଛନ୍ତି ତୃତୀୟ ଭାବରେ। ତୃତୀୟ ଭାବ ହେଉଛି ସାହସ, ପ୍ରୟାସ, ବ୍ୟବସାୟିକ ଯୋଗାଯୋଗ, ମାର୍କେଟିଂ, ସୋସିଆଲ ମିଡ଼ିଆ, କମ୍ୟୁନିକେସନ୍, ରାଇଟିଂ ଏବଂ ସର୍ଟ ଟ୍ରାଭେଲର ଭାବ। ତେଣୁ ଯେଉଁମାନେ ବିଜନେସ୍ କରୁଛନ୍ତି, ୟୁଟ୍ୟୁବ୍, ଫେସବୁକ୍, ଡିଜିଟାଲ କଣ୍ଟେଣ୍ଟ, ସେଲ୍ସ କିମ୍ବା କମିଶନ ଆଧାରିତ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହି ମାସ ଆର୍ଥିକ ଦୃଷ୍ଟିରୁ ଶୁଭ ରହିପାରେ। ରବିଙ୍କ ସହିତ ବୁଧଙ୍କର ଯୁକ୍ତି ଆପଣଙ୍କୁ ନୂଆ ଚୁକ୍ତି, ନୂଆ କ୍ଲାଏଣ୍ଟ, ନୂଆ କାମ କିମ୍ବା ନୂଆ ଆୟର ସୁଯୋଗ ଦେଇପାରେ। ଯଦି ଆପଣ ନିଜ ପ୍ରତିଭାକୁ ଲୋକଙ୍କ ସାମ୍ନାରେ ରଖିବେ, ତେବେ ଆର୍ଥିକ ଲାଭ ମିଳିପାରେ। ବୃହସ୍ପତି ହେଲେ ନିଜେ ଧନର କାରକ ଗ୍ରହ। ଧନପତି ବୁଧଯୁକ୍ତ ହୋଇଥିବାରୁ ଆର୍ଥିକ ନିଯୁକ୍ତି ନେବାରେ ବୁଦ୍ଧିମତା ଆଣିବ। ଭଲ ପରାମର୍ଶ, ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ଏବଂ ଠିକ୍ ଯୋଜନା ମାଧ୍ୟମରେ ଧନ ଲାଭର ସୁଯୋଗ ରହିଛି। ଯଦି ଆପଣ ଟିଚର ଅଛନ୍ତି, ଆଡ଼ଭାଇଜର ଅଛନ୍ତି, ଅନଲାଇନ୍ କ୍ରିଏଟର କିମ୍ବା ନଲେଜ ବେସ୍ଡ ୱାର୍କ କରୁଛନ୍ତି, ତେବେ ଏହି ଯୋଗ ଅଧିକ ଶୁଭଫଳ ଦେଇପାରେ। ସେହିପରି ମଙ୍ଗଳ ତ ଦ୍ୱିତୀୟ ଭାବରେ ଅଛନ୍ତି। ମଙ୍ଗଳ ହେଲେ ସପ୍ତମ ଦ୍ୱାଦଶ ଭାବର ଅଧିପତି। ଦ୍ୱିତୀୟ ଭାବରେ ରହିବା ଫଳରେ ଆୟ ବଢ଼ିବା ସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ବିଶେଷ କରି ଫ୍ୟାମିଲି, ଜୀବନସାଥୀ, ବିଜନେସ୍ ପାର୍ଟନର, ହସ୍ପିଟାଲ, ଟ୍ରାଭେଲ କିମ୍ବା ଫରେନ୍ ରିଲେଟେଡ୍ ୱାର୍କରୁ ଭଲ ଅର୍ଥରାଶି ମିଳିପାରେ। ଯଦି ଆପଣ ବିଜନେସ୍ କରୁଛନ୍ତି, ତେବେ ପାର୍ଟନରସିପ୍ ମାଧ୍ୟମରେ ଭଲ ଆୟ ହୋଇପାରେ, କିନ୍ତୁ ପାର୍ଟନରଙ୍କ ସହିତ ଆର୍ଥିକ ମତଭେଦ କିଛି ରଖନ୍ତୁ ନାହିଁ। ସମସ୍ତ ଚୁକ୍ତିକୁ ଲିଖିତ ଆକାରରେ ରଖନ୍ତୁ। ମଙ୍ଗଳ ଦ୍ୱାଦଶ ଭାବର ଅଧିପତି ହୋଇ ଦ୍ୱିତୀୟରେ ଥିବାରୁ ଅନ୍ନେସେସରୀ ଖର୍ଚ୍ଚ, ହଠାତ୍ ଟଙ୍କା ଖର୍ଚ୍ଚ ହୋଇଯିବା କିମ୍ବା ଭାବିନଥିବା ଇନଭେଷ୍ଟମେଣ୍ଟର ସମ୍ଭାବନା ରହିଛି। ତେଣୁ ବିଗ୍ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଯେଉଁମାନେ ଜବ୍ କରୁଛନ୍ତି, ଏହି ମାସରେ ବୋନସ୍, ସାଲାରୀ ଇନକ୍ରିମେଣ୍ଟ, ଇନସେଣ୍ଟିଭ୍ସ କିମ୍ବା ଅତିରିକ୍ତ ଆୟର ସୁଯୋଗ ମିଳିପାରେ ସେମାନଙ୍କୁ। କିନ୍ତୁ ସେହି ସମୟରେ ପରିବାରରେ କୌଣସି ଦାୟିତ୍ୱ କିମ୍ବା ଆବଶ୍ୟକ ଖର୍ଚ୍ଚ ମଧ୍ୟ ଆସିପାରେ। ଯଦି ଆପଣ ଷ୍ଟକ୍ ମାର୍କେଟ, ଟ୍ରେଡିଂ କିମ୍ବା ବଡ଼ ରିସ୍କ ଥିବା ଇନଭେଷ୍ଟମେଣ୍ଟ କରୁଛନ୍ତି, ତେବେ ଏହି ମାସରେ ଭାବନାରେ ନୁହେଁ, ବୁଦ୍ଧିରେ ଡିସିସନ୍ ନିଅନ୍ତୁ। ହଠାତ୍ ଅର୍ଥାତ୍ ତରତର ହୋଇ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ପରିବାରରେ ଧନକୁ ନେଇ ଆଲୋଚନା ହୋଇପାରେ। ଉତ୍ତରାଧିକାରୀ, ପାରିବାରିକ ସମ୍ପତ୍ତି କିମ୍ବା ସଞ୍ଚୟ ସମ୍ବନ୍ଧୀୟ ବିଷୟରେ ସାବଧାନତା ସହିତ ନିଷ୍ପତ୍ତି ନେବା ଉଚିତ ହେବ ଆପଣଙ୍କ ପାଇଁ। ଯଦି ଆପଣ ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ, ଡିଜିଟାଲ ବିଜନେସ୍ କିମ୍ବା ଅନଲାଇନ୍ ଇନକମ୍ ସହିତ ଇନଭଲ୍ଭ ଅଛନ୍ତି, ତେବେ ଏହି ମାସରେ ଏକ୍ସଟ୍ରା ଇନକମ୍ ଆସିବାର ସମ୍ଭାବନା ରହିଛି, କିନ୍ତୁ ସେହି ଆୟରୁ କିଛି ଅର୍ଥ ପୁଣି କାମରେ ଲଗାଇବାକୁ ପଡ଼ିପାରେ। ଓଭରଅଲ୍ ଯଦି ଦେଖିବି, ତେବେ ଏହି ଅଗଷ୍ଟ 2026 ବୃଷ ରାଶି ପାଇଁ ଆୟର ଦୃଷ୍ଟିରୁ ଭଲ ମାସ ରହିବ। ପରିଶ୍ରମର ଫଳ ମିଳିବ, ନୂଆ ସୁଯୋଗ ମିଳିବ, ବ୍ୟବସାୟରେ ଉନ୍ନତିର ଯୋଗ ବି ରହିଛି, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନ ରଖିଲେ ସେଭିଂସ କମିପାରେ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନର ଭାବ। ପଞ୍ଚମାଧିପତି ବୁଧ ଅଛନ୍ତି ତୃତୀୟରେ ଏବଂ ପଞ୍ଚମରେ ଅଛନ୍ତି ଶୁକ୍ର, କିନ୍ତୁ ନୀଚ ଅଛନ୍ତି। ପୁଣି ପଞ୍ଚମ ଭାବ ଉପରେ ଶନି, ମଙ୍ଗଳଙ୍କର ଦୃଷ୍ଟି ବି ରହୁଛି। ପଞ୍ଚମାଧିପତି ତୃତୀୟରେ ରବି ଏବଂ ବୃହସ୍ପତି ସହିତ ଥିବାରୁ କଥାବାର୍ତ୍ତା, SMS, ଫୋନ୍ କଲ୍ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ପର୍କ ବଢ଼ିପାରେ। ଦୂରରେ ଥିବା ବ୍ୟକ୍ତିଙ୍କ ସହିତ ସଂଯୋଗ ହେବାର ସମ୍ଭାବନା ବି ରହିବ। ବୃହସ୍ପତିଙ୍କର ପ୍ରଭାବ ପ୍ରେମକୁ ଗମ୍ଭୀର କରିବ, କିନ୍ତୁ ରବିଙ୍କର ପ୍ରଭାବ ଅହଙ୍କାର ଆଣିପାରେ। ଯଦି ଉଭୟ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ, ସମ୍ପର୍କ ଆଗକୁ ବଢ଼ିବ। ପଞ୍ଚମରେ ଅଛନ୍ତି ଶୁକ୍ର। ଶୁକ୍ର ପ୍ରେମର କାରକ ଗ୍ରହ, କିନ୍ତୁ ନୀଚ ସ୍ଥିତିରେ ଥିବାରୁ ଭାବନାରେ କିଛି ନେଗେଟିଭିଟି ଦେଖାଯାଏ। ଛୋଟ କଥାରେ ମନ ଖରାପ ହେବା, ସନ୍ଦେହ ବଢ଼ିବା କିମ୍ବା ଆଶା ପୂରଣ ନ ହେବାର ଅନୁଭବ ଆସିପାରେ ମନରେ। ଯେଉଁମାନେ ନୂଆ ପ୍ରେମ ସମ୍ପର୍କରେ ବିଗିନିଂ ଷ୍ଟେଜରେ ଅଛନ୍ତି, ସେମାନେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସାମ୍ନାବାଲା ବ୍ୟକ୍ତିଙ୍କୁ ଭଲ ଭାବରେ ଜାଣିବା ଉଚିତ। ଶନିଙ୍କର ଦୃଷ୍ଟି ମଧ୍ୟ ପଞ୍ଚମ ଭାବକୁ ରହିଛି। ଲଭ୍ ରିଲେସନରେ ଆପଣଙ୍କର ଧୈର୍ଯ୍ୟର ପରୀକ୍ଷା ନେବ ଶନି। କିଛି ଜାତକଙ୍କ ପାଇଁ ସମ୍ପର୍କରେ ଦୂରତା, ବିଳମ୍ବ କିମ୍ବା ପରିବାରର ବାଧା ଆସିପାରେ, କିନ୍ତୁ ଯେଉଁ ସମ୍ପର୍କ ସତ୍ୟ ଏବଂ ବିଶ୍ୱାସ ଉପରେ ଗଢ଼ି ଉଠିଛି, ତାହା ଆହୁରି ଦୃଢ଼ ହୋଇପାରେ। ମଙ୍ଗଳଙ୍କର ଦୃଷ୍ଟି ବି ରହିଛି ପଞ୍ଚମ ଭାବକୁ, ଫଳରେ କ୍ରୋଧ, ଜିଦ୍ ଏବଂ ତୁରନ୍ତ ପ୍ରତିକ୍ରିୟା ବଢ଼ାଇପାରେ।
छोट कथा को विवाद परिणत कर प्रवृत्ति आपण भितर देखा जापे। तेबे कौन सी मतभेद हेले कूल माइंड रे आलोचना करवा भल हेबो। सेहिपरि टीनेजर कथा जदि कहबी स्कूल किंबा कॉलेज रे पढ़ुचंदी जो माने सेमानक मध्यरु किछि पिलांकर न्यू लव अट्रैक्शन बढ़ी पारे, किंतु एई मासरे भावना ठारू अधिक बुद्धिर व्यवहार करबा दरकार। लव पाई पाठ पढ़ार अवहेला करबा ठीक हेबनी। भूल बुझामणा किंबा गुजबरू दूरे रहिबा दरकार। जो माने यंग एज रे अछंती, जॉब करूछंती किंबा कैरियर गढ़ुचंती, सेमानक प्रेम जीवन रे भल कथबार्ता द्वारा संपर्क सुधुरी पारे। किछि जातक निज संपर्क को विवाह आड़क नेबा विषय चिंता करिपारंती। परिवार सहित आलोचना करी एवं समय सुविधा देखि निष्पत्ति नेबा ए समय उचित हेबो। जो मानकर ब्रेकअप हेइथिला सेमानक मध्यरु किछि व्यक्तिंकर पुणी पैचअप हेइ पारे। पूर्व भूल किछि शिखी तापरे निष्पत्ति नियंतु। जो माने सिंगल अछंती तांको पई नुआ परिचयर संभावना रही। बंधु पड़ोसी किंबा सोशल मीडिया माध्यम रे कहा सह अटैचमेंट बढ़ी पारे। वृष राशि लवर्स मानक पई ए मासरे परामर्श रहिबो। अहंकार ठारू अधिक विश्वास को गुरुत्व दियंतु। क्रोधरे कौनसी कथा कहतु नाही। लव पार्टनर को समय दियंतु। सेमानक कथा को बुझंतु, शुणंतु एवं छोट भूल को क्षमा करने को शिखंतु। यह कले अगस्ट मासरे प्रेम संपर्क अधिक सुंदर एवं स्थिर हो पारे। ओवरऑल जदि कहबी एही अगस्ट मास 2026 वृष राशि पई लव लाइफ निश्चित फल प्रदान करिवो। प्रेमर सुजोग रहिबो। संपर्क रे गभीरता मध्य आसीबो। एबे आलोचना करिबा विवाह विषय रे। सप्तम भाव वैवाहिक जीवन भाव, दाम्पत्य जीवन भाव। सप्तमाधिपति मंगल मिथुन राशि अछंती द्वितीय भाव रे, अर्थात विवाह परे दुहिंक मध्य कथबार्ता, चिंताधारा एवं पारिवारिक दायित्वर भूमिका बहुत बढ़ीजिवो। जीवन साथी बुद्धिमान, चतुर, कथा कहिबारे दक्ष होई पारंती, किंतु मंगलंकर स्वभाव उग्र होइथिबारु छोट कथा को नै मध्य मझिरे मझिरे तर्क हेबार संभावना रहिछि। मंगल द्वितीय भाव रे थिबारु परिवार, धन एवं कथबार्तार प्रभाव सीधा सड़क दाम्पत्य जीवन उपरे पड़िबो। जदि कथा कहिबारे संजम रहिबो संपर्क मजबूत हेबो, किंतु कठोर कथा, रागरे कहा जाइथिबा कथा मनमालिन्य सृष्टि करि पारे। एही अगस्त 2026 रे स्वामी स्त्री मिसी भविष्यतर आर्थिक योजना, संतान शिक्षा किंबा घर संबंधी निष्पत्ति नहीं पारंती। एही मासरे दुहिंकर संजोग रहिले अनेक काम सफल हेबो। जो मानकर विवाह हो सारी से मासरे जीवन साथींकर स्वास्थ्य, कामर व्यस्तता किंबा पारिवारिक दायित्व जोगु किछि चाप आसीपारे। तेणु परस्पर को समय देवा एवं बुझिबा अत्यंत जरूरी। जो मानकर विवाह पई कथबार्ता चली से मासरे आलोचना आगू बढ़िबो। विवाह तो हेबनी, खाली फाइनाल हेकी रहिबो। एई मासरे दाम्पत्य जीवन सबुठार बड़ शक्ति हेबो पारस्परिक सहयोग एवं खोला मन रे आलोचना। सबुठार बड़ चैलेंज हेबो राग, जिद एवं कठोर कथबार्ता। एगुड़ी को जदि आपण नियंत्रण करि पारले ए मासरे संपर्क आहुरी दृढ़ होई पारे। मोटामोटी भाव में कहवाक गले यही अगस्त 2026 वृष राशि वैवाहिक जीवन पर साधारण भल रही संभावना रही, किंतु सफलतार चाबी रहिबो धैर्य, मधुर वाक्य, पारस्परिक सम्मान एवं एकाठी डिसीजन नेबारे। यही गुणगुड़ी को जदि उभय स्वामी स्त्री अनुसरण कले छोट छोट मतभेद बड़ समस्या परिणत हेबनी एवं दाम्पत्य जीवन में सुख एवं स्थिरता बजाय रहिबो। एबे आलोचना करिबा जॉब और प्रोफेशन विषय रे। दशम भाव कर्मर भाव, दशमाधिपति हेले शनि। शनि अछंती एकादश भाव रे, लाभ भाव रे। कर्मरु लाभ मिलिबो। एकादश भाव होची इच्छा पूर्णर भाव एवं आयर भाव। तेणु परिश्रमर फल निश्चित भाव में मिलिबो, एथिरे संदेह नाही। बृहस्पतिंकर दृष्टि कर्मपति शनि उपरे थिबारु शनि शक्तिशाली रहउचंती, भल रिजल्ट मध्य देबे। राहु अछंती दशम भाव रे। पॉजिटिव दृष्टि जदि देखिबा हठात कैरियर रे बड़ सुजोग किछि आसी पारे। बड़ कंपनी, एमएनसी, आईटी, डिजिटल मीडिया लाइन, फॉरेन कंपनी सह जोगाजोग हो पारे। नुआ दायित्व किंबा पोस्ट मिल पारे। सेपरि नेगेटिव साइड जदि देखिबा तेबे आपण को नहीं ऑफिस रे राजनीति हो पारे। ईर्षाळु सहकर्मी को नहीं सतर्क रुहंतु। रंग डिसीजन नहीं चाकरी छाड़ंतु नहीं। प्राइवेट सेक्टर पई एही अगस्त 2026 रे भल समय रही। जॉब चेंज, सैलरी इंक्रीमेंट, प्रमोशन, टीम लीड किंबा
ମ୍ୟାନେଜର ଭଳି ଦାୟିତ୍ୱ ନୂଆ କମ୍ପାନୀର ଅଫର୍ ଆପଣଙ୍କୁ ମିଳିପାରେ। ଯଦି ଆପଣ ପୂର୍ବରୁ ଇଣ୍ଟରଭ୍ୟୁ ଦେଇଛନ୍ତି ତେବେ ଏହି ମାସରେ ସଫଳତା ପ୍ରାପ୍ତିର ସମ୍ଭାବନା ରହିଛି। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ କଥା ଯଦି କହିବି, ପରିଶ୍ରମ କଲେ ଗ୍ରୋଥ୍ ହେବ। ରିଟିନ୍ ଏକ୍ଜାମ୍, ସ୍କିଲ୍ ଟେଷ୍ଟ କିମ୍ବା ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନର ସୁଯୋଗ ରହିବ ଏହି ମାସରେ। କିନ୍ତୁ ସାଙ୍ଗେ ସାଙ୍ଗେ ଯେ ଜବ୍ ମିଳିଯିବ ବୋଲି ନିଶ୍ଚିତ ଭାବରେ କହିହେବ ନାହିଁ। ଯେଉଁମାନଙ୍କ ମନରେ ପ୍ରଶ୍ନ ଅଛି କି ଜବ୍ ହେବ କି ନାହିଁ, ତେବେ ଗ୍ରହସ୍ଥିତି ଯାହା କହୁଛି ନ୍ୟୁ ଜବ୍ ଅପରଚ୍ୟୁନିଟିର ସୁଯୋଗ ରହିଛି। ବିଶେଷ କରି ରେଫରେନ୍ସ, ଅନଲାଇନ୍ ଆପ୍ଲିକେସନ୍, ଜବ୍ ପୋର୍ଟାଲ, ପୁରୁଣା କଣ୍ଟାକ୍ଟ ମାଧ୍ୟମରେ ଅଫର୍ ଆସିପାରେ। ରାହୁ ତ ଦଶମରେ ରହୁଛନ୍ତି, ଶନି ଦଶମପତି ଏକାଦଶରେ ରହୁଛନ୍ତି। ବୃହସ୍ପତିଙ୍କର ଦୃଷ୍ଟି ରହିଛି ନବମକୁ ଏବଂ ଦଶମପତିଙ୍କୁ। ଫଳରେ ଜବ୍ ପସିବିଲିଟି ଯଦି ଦେଖିବା ତେବେ ଆଇଟି ସଫ୍ଟୱେୟାର, ଡିଜିଟାଲ ମାର୍କେଟିଂ, ଡାଟା ଆନାଲିସିସ୍, ବ୍ୟାଙ୍କିଂ, ଫାଇନାନ୍ସ, ଇନ୍ସୁରାନ୍ସ, ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଜବ୍, ଇଞ୍ଜିନିୟରିଂ, ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରି, ଟେଲିକମ୍ ଡିପାର୍ଟମେଣ୍ଟ, ଅଏଲ୍ ଆଣ୍ଡ ଗ୍ୟାସ୍, ମାଇନିଂ, ଫରେନ୍ କମ୍ପାନୀ, ଲଜିଷ୍ଟିକ୍, ଇ କମର୍ସ, ଆଡମିନିଷ୍ଟ୍ରେଟିଭ୍ ଜବ୍, ରିସର୍ଚ୍ଚ, ଟେକ୍ନିକାଲ ସପୋର୍ଟ, ଏହିସବୁ କ୍ଷେତ୍ରରେ ଯଦି ଟ୍ରାଏ କରୁଛନ୍ତି ତେବେ ଜବ୍ ମିଳିବ। କିମ୍ବା ଯଦି ଏହି ବିଭାଗ ସହିତ ଅଛନ୍ତି କିଛି ବେନିଫିଟ୍ ମଧ୍ୟ ଆପଣଙ୍କୁ ମିଳିପାରେ। ପ୍ରମୋସନରେ ସମ୍ଭାବନା ତ ରହିବ, ସିନିୟରଙ୍କର ସମର୍ଥନ ବି ମିଳିବ। ନୂଆ ଦାୟିତ୍ୱ ସହିତ ଆୟ ବୃଦ୍ଧି ମଧ୍ୟ ହୋଇପାରେ। କାମର ଚାପ କିନ୍ତୁ ରହିବ, ଦାୟିତ୍ୱ ବି ବଢ଼ିବ। ଆପଣଙ୍କ କାମକୁ ଧୀରେ ଧୀରେ ସ୍ୱୀକୃତି ମିଳିବ। ଅନ୍ନେସେସରି ବାଦବିବାଦରୁ ଦୂରରେ ରହିବା ଆପଣଙ୍କ ପାଇଁ ଭଲ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ବୃଷ ରାଶି ପାଇଁ କର୍ମକ୍ଷେତ୍ର ଦୃଷ୍ଟିରୁ ଅନୁକୂଳ ମାସ ରହିବ। ଦଶମାଧିପତି ଶନିଙ୍କର ଏକାଦଶ ଭାବରେ ସ୍ଥିତି ଏବଂ ବୃହସ୍ପତିଙ୍କର ଦୃଷ୍ଟି କର୍ମରୁ ଲାଭ, ପଦୋନ୍ନତି ଏବଂ ନୂଆ ସୁଯୋଗର ସୂଚନା ଦେଉଛି। ଦଶମ ଭାବରେ ରାହୁ ଥିବାରୁ କ୍ୟାରିୟରରେ ହଠାତ୍ ପରିବର୍ତ୍ତନ କିମ୍ବା ନୂଆ ଦିଗ ଖୋଲିପାରେ। ପ୍ରାଇଭେଟ୍ ସେକ୍ଟରରେ ସୁଯୋଗ ଅଧିକ ଦେଖାଉଛି। ଗଭର୍ଣ୍ଣମେଣ୍ଟ ସେକ୍ଟର ପାଇଁ ଟିକେ ଚେଷ୍ଟା କରିବା ଦରକାର। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ମଙ୍ଗଳ ଅଛନ୍ତି ଦ୍ୱିତୀୟ ଭାବରେ ମିଥୁନ ରାଶିରେ। ଦ୍ୱିତୀୟ ଭାବ ହେଉଛି ଧନ, ପରିବାର, ସଞ୍ଚିତ ସମ୍ପତ୍ତି, ବାଣୀ ଏବଂ ପୈତୃକ ସମ୍ପତ୍ତିର କାରକ ଭାବ। ଏହାର ଅର୍ଥ ଏହି ମାସରେ ଆପଣଙ୍କ ବ୍ୟବସାୟ ସିଧାସଳଖ ଭାବେ ଆୟ ସହିତ ଜଡ଼ିତ ରହିବ। ମଙ୍ଗଳ ହେଉଛନ୍ତି ସାହସ, ନେତୃତ୍ୱ, ଫାଷ୍ଟ ଡିସିସନ୍ ଏବଂ କାର୍ଯ୍ୟକ୍ଷମତାର କାରକ ଗ୍ରହ। ଦ୍ୱିତୀୟ ଭାବରେ ଥିବାରୁ ନିଜର ପରିଶ୍ରମ ଏବଂ ସାହସ ବଳରେ ଆୟ ବଢ଼ାଇବାର ସୁଯୋଗ ଆପଣଙ୍କୁ ମିଳିପାରେ। କିନ୍ତୁ ମିଥୁନ ରାଶି ବୁଧଙ୍କ ଗୃହ ହୋଇଥିବାରୁ ବ୍ୟବସାୟରେ ବୁଦ୍ଧିମତ୍ତା, କମ୍ୟୁନିକେସନ୍, ମାର୍କେଟିଂ ଓ ସଠିକ୍ ପ୍ଲାନିଂ ଦରକାର। ସବୁଠାରୁ ବଡ଼ ପଜିଟିଭ୍ ପଏଣ୍ଟ ହେଉଛି କ'ଣ ନା ସପ୍ତମ ଭାବ ଉପରେ ବୃହସ୍ପତିଙ୍କର ଶୁଭ ଦୃଷ୍ଟି। ବୃହସ୍ପତି ହେଉଛନ୍ତି ଗ୍ରୋଥ୍, ଲକ୍, ନଲେଜ୍, ନୈତିକତା ଏବଂ ଉନ୍ନତିର କାରକ ଗ୍ରହ। ଏହି ଦୃଷ୍ଟିରୁ ଯଦି ଦେଖିବା ତେବେ ବ୍ୟବସାୟରେ ସ୍ଥିରତା ସହିତ ନୂଆ ସୁଯୋଗ ଆସିପାରେ। ପୁରୁଣା ଅଟକିଥିବା କାମ ଆଗକୁ ବଢ଼ିପାରେ। ଭଲ କ୍ଲାଏଣ୍ଟ ମିଳିପାରନ୍ତି ଏବଂ ଭଲ ପରାମର୍ଶଦାତାଙ୍କ ସହଯୋଗ ମଧ୍ୟ ମିଳିପାରେ। ପାର୍ଟନରସିପ୍ ବିଜନେସ୍ କଥା ଯଦି ଦେଖିବା ତେବେ ଆଭରେଜ୍ ରହିବ। ବୃହସ୍ପତିଙ୍କର ଦୃଷ୍ଟି ସପ୍ତମକୁ ଥିବାରୁ ପାର୍ଟନରସିପ୍ ଭଲ ଚାଲିବ। କିନ୍ତୁ ସପ୍ତମାଧିପତି ଦ୍ୱିତୀୟରେ ଅଛନ୍ତି ଧନସ୍ଥାନରେ, ଫଳରେ କିଛି କିଛି କ୍ଷେତ୍ରରେ ମତଭେଦ କିମ୍ବା ଅହଙ୍କାର ଦେଖା ଦେଇପାରେ। ତେଣୁ ସମସ୍ତ ଚୁକ୍ତି ଲିଖିତ ଭାବରେ କରନ୍ତୁ। ଲାଭ କ୍ଷତିର ହିସାବ ସ୍ପଷ୍ଟ ରଖନ୍ତୁ ଏବଂ କୌଣସି କଥାକୁ କେବଳ ମୌଖିକ ଭରସାରେ ଛାଡ଼ନ୍ତୁନି। ନିଟ୍ ଆଣ୍ଡ କ୍ଲିନ୍ ରହିଲେ ଆପଣଙ୍କ ପାଇଁ ଭଲ। ସପ୍ତମାଧିପତି ମଙ୍ଗଳ ମିଥୁନ ରାଶିରେ ବୁଧଙ୍କ ଗୃହରେ ତ ରହୁଛନ୍ତି। ତେଣୁ ମାର୍କେଟିଂ, ଏଜୁକେସନ୍, ଇଲେକ୍ଟ୍ରୋନିକ୍ସ, ଡିଜିଟାଲ ସର୍ଭିସ୍, ଅନଲାଇନ୍ ବିଜନେସ୍, ଇ କମର୍ସ, ଏଜେନ୍ସି କାମ, ଟ୍ରାନ୍ସପୋର୍ଟେସନ୍, ଡିଷ୍ଟ୍ରିବ୍ୟୁସନ୍, ଏହିସବୁ ବିଜନେସ୍ରେ ଲାଭ ରହିଛି। ବିଜନେସ୍ ଭଲ ଚାଲିବ। ମଙ୍ଗଳଙ୍କର ପ୍ରଭାବ ଥିବାରୁ ମେସିନାରୀ, ଅଟୋମୋବାଇଲ, କନଷ୍ଟ୍ରକ୍ସନ୍, ଟେକ୍ନିକାଲ କାମ ସହିତ ବିଜନେସ୍ ମଧ୍ୟ ଭଲ ଚାଲିବ। ଏହି ମାସରେ ଆୟ ଧୀରେ ଧୀରେ ବଢ଼ିବ। ବଡ଼ ଲାଭ ଏକାଥରକରେ ନ ଆସି ଛୋଟ ଛୋଟ ଲାଭ ମିଶି ଭଲ ଫଳ ମିଳିପାରେ। ଓଭରଅଲ୍ ଯଦି କହିବେ ବୃଷ ରାଶିର ବ୍ୟବସାୟୀମାନଙ୍କ ପାଇଁ ଏହି ମାସ ସମ୍ଭାବନାପୂର୍ଣ୍ଣ ମାସ ହୋଇପାରେ। ସପ୍ତମ ଭାବ ଉପରେ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ବ୍ୟବସାୟରେ ବୃଦ୍ଧି, ନୂଆ ସୁଯୋଗ ଏବଂ ଭଲ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିପାରେ। ପାର୍ଟନରସିପ୍ରେ ସ୍ୱଚ୍ଛତା ରଖିଲେ ଏବଂ ଧନ ପରିଚାଳନା ଠିକ୍ ରଖିଲେ ଏହି ମାସ ବ୍ୟବସାୟରେ ଭଲ ପ୍ରଗତି ଏବଂ ସନ୍ତୋଷଜନକ ଲାଭ ଦେବ। ବୃଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିଆଧିପତି ହେଲେ ଶୁକ୍ର। ଶୁକ୍ରଙ୍କର ବୀଜ ମନ୍ତ୍ର ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ଦ୍ରାଂ ଦ୍ରିଂ ଦ୍ରୌଂ ସ ଶୁକ୍ରାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ମା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ବୃଷ ରାଶି ପାଇଁ 2026 ମସିହା
ଅଗଷ୍ଟ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।